ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରିଲା ପୋଲିସ। ବାହାର ରାଜ୍ୟରୁ ଆସି କରୁଥିଲେ ଗଞ୍ଜେଇ ଚାଲାଣ। ଦୁଇଟି ବ୍ୟାଗ୍ରେ ଗଞ୍ଜେଇ ନେଇକି ଯିବା ସମୟରେ ଧରିଲା ପୋଲିସ। ବ୍ୟାଗ୍ରେ 26 କେଜିରୁ ଅଧିକ ଗଞ୍ଜେଇ ଥିବା ନେଇ ସୂଚନା। ଗଞ୍ଜେଇ ଚାଲାଣ କରୁଥିବା 2 ଜଣ ବାହାର ରାଜ୍ୟ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଗଞ୍ଜେଇ ଜବତ କରିବା ସହିତ 2 ଜଣଙ୍କୁ ଗିରଫ କଲା ଟାଉନ ପୋଲିସ। ଟ୍ରେନ୍ରେ ହୋଇଥାନ୍ତା ଗଞ୍ଜେଇ ଚାଲାଣ, ତା ପୂର୍ବରୁ ଧରିଲା ପୋଲିସ। ରେଳ ଷ୍ଟେସନ ଯିବା ରାସ୍ତାରେ ଧରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବା ନେଇ ସୂଚନା ଦେଲେ ଟାଉନ ଥାନା ପୋଲିସ।